ବୃନ୍ଦାବତୀ ବିଧବା ନାରୀ ନା ଦୁଇ ପଟ ଶଙ୍ଖା ତୋ ପାଇଁ ସିନ୍ଦିବ ନିଶ୍ଚୟ ଅଛି କି ନାହିଁ ବିଧବା ସେଇଥିପାଇଁ ମୁଁ କାହିଁକି ଆଜି କହିଲି କାର୍ତ୍ତିକ ମାସରେ ତୁଳସୀ ବିବାହ ଗଲା କାଲି ଯାଇଥିଲି 24 ତାରିଖରେ ତୁଳସୀ ବିବାହ ଯାଇ କାଲି ତୁଳସୀ ବିବାହ କାହାକୁ ବିବାହ କଲେ କେମିତି ବୃନ୍ଦାବତୀ ତ ବିବାହ କରୁଛି ଜଳ ଶଙ୍ଖା କେମିତି ଦଉଛ ତାଙ୍କୁ ଦେଇଛି କିଏ ତାଙ୍କୁ ସିନ୍ଦୁର ଦେଇଛି କିଏ ଜାଣିବା ଦରକାର ନା ଖାଲି ଚଉରା ପୂଜା ମୁଁ ଆଜି ବାସ୍ତବ ଜିନିଷ ପୁରାଣ କହିବି ଅବାସ୍ତବକୁ ଜାଣିଛନ୍ତି ଯାହା ପୂଜା କରୁଛନ୍ତି ତାହା କହିବି ନିଶ୍ଚୟ ତାହେଲେ କାର୍ତ୍ତିକ ମାସରେ କେଉଁ ଦେବତାଙ୍କୁ ପୂଜା କରୁଛ ଚଉରା ପୂଜା କରୁଛ ନା ଆଉ କାର୍ତ୍ତିକରେ ଆଉ କିଏ ଅଛନ୍ତି ନା ଖାଲି କାର୍ତ୍ତିକ ହଉଛି ମାସ ଯାକ କାର୍ତ୍ତିକ ମାସରେ କେତେବେଳେ ଶୟନ ତ୍ୟାଗ ଯେ କରିବ କାର୍ତ୍ତିକ ମାସରେ ସ୍ନାନ ବେଳେ ଆହାତି ମନ୍ତ୍ର ଗାଇବ ଆହା କେଉଁ ଆସନରେ ଶଯ୍ୟା ବିଛାଇ ରଖିବ ଆହା ଚଉରା ପୂଜାରେ କେଉଁ ଦେବତା ପୂଜା କରିବ କାର୍ତ୍ତିକ ମାସରେ କେଉଁ ବସ୍ତ୍ର ପରିଧାନ ହେବ ଆହା କେତେବେଳେ ପୁଷ୍ପବତୀ ଚୟନ କରିବ ଫୁଲ ତୋଳି ବାହାରେ ମନ୍ତ୍ର ଉଚ୍ଚାରିବ ରାତି 2ଟାରୁ ଦିଟା ବେଳେ ମା ମାନେ କେବେ ଫୁଲ ତୋଳିବ ନା ମୁଁ କାର୍ତ୍ତିକ କରୁଛି ସୋମନାଥ ମଠି ମହାଦେବଙ୍କ ପାଖରେ ଠାକୁରାଣୀଙ୍କ ପାଖରେ କଣ ହରଉଛି ଝାଡୁରେ ବେଢାଉଳିଆ ହଉନି ଯୋଡ଼ିଏ 2ଟି ଉପଚାର ଦ୍ରବ୍ୟ ଜଣେ 3 ଦିନ ଠାରୁ ଦରକାର ରହିଲେ ବି ଚଳିବ ଆଉ ଗୋଟିଏ 7 ଦିନ ପର୍ଯ୍ୟନ୍ତ ଚଳିବ ଜଣେ ହଉଛନ୍ତି ତୁଳସୀ ଆଉ ଜଣେ ହଉଛନ୍ତି ବେଲପତ୍ର ଏ ଦୁଇଟି ଜଣେ 3 ଦିନଠୁ ତୋଳିକି ରଖିଲେ ପୂଜ୍ୟ ଆଉ ତୁଳସୀ ମଧ୍ୟ 7 ଦିନ ପର୍ଯ୍ୟନ୍ତ ରଖିଲେ ପୂଜ୍ୟ ମୁଁ କାହିଁକି କହିଲି ଆଉ ସବୁ ବ୍ରାହ୍ମ ମୁହୂର୍ତ୍ତରେ ଚୟନ କରିବ କେବେ ରାତି 2ଟା 3ଟାରୁ ଉଠି ଫୁଲ ତୋଳି ଦବ ଅନ୍ୟମାନେ କାହିଁ ତୋଳିବେ ତ ସମସ୍ତେ ଏକା ବେଳେ ଉଠିବେ ବ୍ରାହ୍ମ ମୁହୂର୍ତ୍ତଟା କେତେବେଳେ ସେଇଟା ପଚାରୁନ ଯୋଉ ମୁହୂର୍ତ୍ତରେ ମୁନି ଋଷି ମାନେ ସ୍ନାନ କରନ୍ତି ହୋମ କରନ୍ତି ଯେଉଁ ମୁହୂର୍ତ୍ତରେ ପିଲାମାନଙ୍କୁ ଉଠେଇ ପାଠ ପଢାନ୍ତି ସକାଳୁ ଏବେ ଆଉ ପଢଉନାହାନ୍ତି ଏବେ ତ ପିଲା ଉଠିଲେଣି ମା ତ ଉଠୁଛି 7ଟାକୁ ଆଉ ପୁଅ ଉଠିବ ଝିଅ ଉଠିବ 9ଟାକୁ ତାପରେ ତ ଯିବ ଟ୍ୟୁସନକୁ ପାଠ 1000 ପାଠ ପଢିଲେ ସେତେବେଳେ ମୋ ବାପା ମାନେ ଆମ ମାନଙ୍କୁ ବା ଆପଣ ମାନେ ସେତେବେଳେ କଣ କରନ୍ତି 5ଟାରୁ ଉଠି ପାଠ ପଢନ୍ତି ନାଇଁ ଆଜ୍ଞା କାହିଁକି 5ଟାରୁ ଉଠାନ୍ତି କାହିଁକି ବ୍ରାହ୍ମ ମୁହୂର୍ତ୍ତରୁ ଉଠାନ୍ତି ନା ସେତେବେଳେ ସରସ୍ୱତୀ ବିଚରଣ ସେଇ ମୁହୂର୍ତ୍ତରେ ସରସ୍ୱତୀ ବିଚରଣ ଜ୍ଞାନ ରହେ ଏକାଗ୍ରତା ସେଇଥିପାଇଁ ବ୍ରାହ୍ମ ମୁହୂର୍ତ୍ତରେ ଉଠିଗଲ ମା ଯୋଉ ମା ମାନେ ବାପା ମାନେ ବ୍ରାହ୍ମ ମୁହୂର୍ତ୍ତରେ ଉଠନ୍ତି ଶଯ୍ୟା ତ୍ୟାଗ କରନ୍ତି କେବେ ତାଙ୍କ ଜୀବନରେ ରୋଗ ନଥାଏ କେବେ ରୋଗ ତାହେଲେ ସେ ବ୍ରାହ୍ମ ମୁହୂର୍ତ୍ତଟା କେତେବେଳେ ଭୃଗୁ ସହିତା ଶୁକ୍ର ସହିତା ଗୋଟିଏ ପଡେ କଲେ ଦୌତଙ୍ଗ ରାତ୍ର ଶେଷସ୍ତୁ ବ୍ରହ୍ମ ସମୟ ଉଚ୍ୟତେ ରାତି ପାଇବାର 2 ଦଣ୍ଡ ବାକି 2 ଦଣ୍ଡ ଦଣ୍ଡକ 24 ମିନିଟ୍ 2.5 ଦଣ୍ଡକ ଦଣ୍ଡକ 24 ମିନିଟ୍ 2 ଦଣ୍ଡକ 48 ମିନିଟ୍ ରାତି ପାଇବାର 48 ମିନିଟ୍ ଥିବ ସେଇ ମୁହୂର୍ତ୍ତରେ ଉଠିବେ ସ୍ନାନ କରିବେ ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କର ଏକାଗ୍ରତା ହବ ଶରୀର ସୁସ୍ଥ ରହିବ ବୈଜ୍ଞାନିକ ମତ ବେଦ ମତ ପୁରାଣ ମତ ଦର୍ଶନ ମତ ପରୀକ୍ଷା
ଶୟନ କରିବା ଯୋଉ ନାରୀ ମାନେ ମୋ ମା ମାନେ ସୂର୍ଯ୍ୟ ଉଦୟ ପରେ ଶୟନ ତ୍ୟାଗ କରନ୍ତି ଶଯ୍ୟା ତ୍ୟାଗ କରନ୍ତି 7 ଜନ୍ମ ପର୍ଯ୍ୟନ୍ତ ପାଦ ସେଇଥିପାଇଁ ତ ଡାଇବେଟିସ୍ ବ୍ଲଡ ପ୍ରେସର ଭାରିଯାକୁ ସ୍ତ୍ରୀ କି କହିବୁ ତାର ପାଲାରେ କହିଛନ୍ତି ବ୍ରାହ୍ମ ମୁହୂର୍ତ୍ତ ସୂର୍ଯ୍ୟ ଉଦୟ ପୂର୍ବରୁ ନା ଏମିତି ଉଠିବେ କେମିତି ମା ମାନେ ବାପା ମାନେ ଶୋଇଲା ବେଳେ ଆମେ ବି ଶୋଇଛୁ ନା ମାତୃହରଣ ଦୋଷ ଲାଗିବ ଯଦି ଶଯ୍ୟାରେ ଶୋଇଛେ ତାପରେ ପାଦ ଦେଇ ଚାଲିଗଲେ ମୁଖ ପ୍ରକ୍ଷାଳନ ମୁହଁ ଧୋଇଲେ ସକାଳୁ ଧୋଇବା ମାନେ ହିଁ ମାତୃହରଣ ଦୋଷ ଗାଲୁଆ ଲୋକଟା ଚପଲ ପିନ୍ଧିକି ନୁହଁ ସେଇ ଶଯ୍ୟାରେ ବସିବେ ପଇସା ପଡିବନି ଆଜ୍ଞା କଷ୍ଟ ଏତିକି ଟିକେ କର ପାଲାରୁ ଶିଖିବା ନା ନାଥ ମେଳରୁ ଶିଖିବା ସଂକୀର୍ତ୍ତନରୁ ଶିଖିବା ନା ଆଇ ଅପେରାରୁ ଯାଇକି ଅପେରା ମୋବାଇଲ ଧରିଲେ କଣ ହବ କୋଉଟା ତେଣୁ ଦେଖନ୍ତୁ ହାତ ଦିଟାକୁ ଦେଖିବେ ପଇସା ପଡିବ ନା ପରିଶ୍ରମ ସେଇ ଶଯ୍ୟା ପରେ ଯେମିତି ନିଦ୍ରା ଭାଙ୍ଗିବେ ହାତ ଦିଟା କାହିଁକି ହାତ ଦେଖିବେ କରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟ ସରସ୍ୱତୀ କର ମୂଳେ ତୁବଦିନ୍ଦମ ପ୍ରଭାତ କର ଦର୍ଶନ ମୋ ବାପା ମା ହାତ ଯୋଡ଼ିଦେବେ ଏତିକି ଟିକେ ଦେଖିଦେବେ ଦେଖିକି ହାତ ଯୋଡ଼ିବେ କପାଳରେ ତାପରେ ହାତ ଯୋଡ଼ିବେ କାହିଁକି ସ୍ମରଣ କରିବେ ସେକେଣ୍ଡ ବେଶୀ ଇଷ୍ଟ ଦେବତାଙ୍କୁ ଦେଖି ମୁଣ୍ଡିଆଟିଏ ମାରି ପ୍ରଣାମ ଟିକେ କରିଦେଇ ଆପଣ ଶଯ୍ୟା ତ୍ୟାଗ କରିଦେଇ ଚାଲିବେ ଦେଖିବେ କିଛି ବିପଦ ପଡ଼ିବନି ସେ ଇଷ୍ଟ ଦେବତା କିଏ ମାଟି ଦବ ଦେଇକି ଆରେ ସେଇ କିଏ ଜାଣିଛି ଇଷ୍ଟ ଦେବତା Palapita mataya japate salam ki deba କୋଟି ଦେବତାଙ୍କୁ ଗୋଟିଏ ପଟେ ରଖିବେ ବାପା ମାକୁ ଗୋଟିଏ ପଟେ ରଖିବେ ସେ ଇଷ୍ଟ ଦେବତା ଆଉ ଇଷ୍ଟ ଦେବତା କେହି ନାହିଁ ନା ଆଉ ସେଇ ତ ଜନ୍ମ ଦେଇଛନ୍ତି ଆଉ କିଏ ଜନ୍ମ ଦେଇଛି କିଏ ଜନ୍ମ ଦେଇଛି ସବୁ ଯାକ ୟାର ଭୁଲ କଦର୍ଯ୍ୟ କଥା ପଚାରୁ ଆଜ୍ଞା ସତରେ ତ ସମସ୍ତେ କହୁଛନ୍ତି ମା ଜନ୍ମ ବୋଉ ଜନ୍ମ ଦେଇଛି ମୋ ମା ମାନେ ଜନ୍ମ ଦେଇଛ ନା ଖରାପ ଭାବରେ ବସ ଶୁଣ କେତେ ସୁନ୍ଦର କଥା ମା କେବେ ଜନ୍ମ ଦେଇନି ମା ପ୍ରସବ କରିଛି ଦେଖୁନ କାର୍ଡରେ ପୋଲିଓ କାର୍ଡ ମା ପ୍ରସବର ପ୍ରସବ ତାରିଖ ପ୍ରସବ କରିଛି ଜନ୍ମ କିଏ କରିଛି ଆମେ ଜନ୍ମ କୋଉ ଦିନ ହେଲା ନା ତା ପୂର୍ବରୁ ଜନ୍ମ ତା ପୂର୍ବରୁ ଜନ୍ମ ହେଇନି ମା ଗର୍ଭରେ ଆରେ ସେଟା ଭୂମି ହେଲେ ଭୂମିକୁ ଆସିଲେ ତା ପୂର୍ବରୁ ମା ଗର୍ଭରେ ତୁ ଥିଲୁ ନା ନାଇଁ ତତେ ଜନ୍ମ କଲା କିଏ? କଲେ ପ୍ରଥମ ଭାବରେ ତୁତେ
ମା ଗର୍ଭକୁ ଦେଇଛି କିଏ? ବାପା ଜନ୍ମ କରୁଛି ନା ଦେଇଛି, ବାପା ଜନ୍ମ ଦେଇଛି, ମା ଜନ୍ମ କରୁଛି। ଜନ୍ମ ଦେଇଛି ବାପା, ମା କରୁଛି। ଆଉ ଭୁଲି ଯାଉଛ ବାପା ମାଙ୍କୁ, ଆଉ କଣ? ଇଷ୍ଟ ଦେବତା ବାପା ମାଙ୍କୁ ସେଇଦିନ ଟିକେ ସ୍ମରଣ କରିବେ। ଜୀବିତରେ ଥାନ୍ତୁ ନା ମୃତରେ କରନ୍ତୁ, ପରୀକ୍ଷା କରନ୍ତୁ, ତାପରେ ଦିନ ମତେ ଫୋନ କରିବେ, ଭାଇନା ବାପା ମାଙ୍କୁ ପ୍ରଣାମ କରି ଆମେ ସବୁଦିନ ଉଠୁଛୁ, ଆମେ ଏଇ ଅସୁବିଧାରେ ଭୋଗ କରୁଛୁ। କିଏ ଜଣେ ଯଦି କହିଦେବେ ମୁଁ ଦେଖିବି ଆଜ୍ଞା ସେଇଦିନ ପଚାରିବି, କିନ୍ତୁ ଆମେ ସେତକ କରୁ। ବାପା ସିଡି ତଳେ କାହିଁକି ରଖିଲେ? ଗୋଟେ ନାଳ କରିଦେଇଛୁ, ବାପା ସିଡି ତଳେ ଶୋଇଛି ପଳଉଛି। ପୁଅକୁ ବାଡି ପଟରେ ରଖିଛୁ, ସେ ତ ପରିଶ୍ରା କରୁଛି ପଳଉଛି ଆଉ। ଆଚ୍ଛା ର ତୋ ସ୍ତ୍ରୀ ଅଛି, ତୁ ଅଛୁ, କୋଉଠି ଶୋଉଛୁ? କିଏ ଶୋଉଛି? ବାପା ଝାଡା ଫେରୁଛି, ଗନ୍ଧଉଛି, ପୁଅ ଝାଡା ଫେରୁଛି, ଗନ୍ଧଉଛି। ଚନ୍ଦନ ଚନ୍ଦନ ଜାଣିନୁ କେତେ ସୁନ୍ଦର କଥା। ଯୋଉଦିନ ଜନ୍ମ ହେଲୁ ଭୂମିଷ୍ଠ, ସେଇଦିନଠୁ ବର୍ଷେ, 2 ବର୍ଷ, 5 ବର୍ଷ ପର୍ଯ୍ୟନ୍ତ ମନେ ପକାରେ ମା କୋଳରେ ରହିକି କେତେ ଥର ଝାଡା ଫେରିଛି। ମାକୁ ଦୁର୍ଗନ୍ଧ ହେଇଛି, ବାପା କୋଳରେ ବସିକି କେତେ ଥର ମଳତ୍ୟାଗ କରିଛି। ବାପାକୁ ଦୁର୍ଗନ୍ଧ ହେଇଛି, ମା କୋଳରେ ରହିକି କେତେ ଥର ପରିଶ୍ରା କରିଛୁ। ମାର ବସ୍ତ୍ରଟାକୁ ଓଦା କରିଦେଇଛୁ, ମାର ଶାଢୀଟାକୁ ଓଦା କରିଦେଇଛୁ। ମା ଫୋପାଡ଼ି ଦେଇଛି ତତେ, ତତେ ସିଡି ତଳେ ଶୁଆଇ ଦେଇଛି, ତତେ ପଛେ ସେ ଶଯ୍ୟାରେ ଶୁଆଇ ମା ସେଟା ଶୋଇବ ତଳେ। ତୁ ଚଣ୍ଡାଳ ମାଟାକୁ ସିଡି ତଳେ ଶୁଆଇଦେଲୁ। ବାପା ନ ଖାଇକି ତତେ ବଢେଇଲା, ତୁ ବାପାକୁ ଶୁଆଇଦେଲୁ ସିଡି ତଳେ। ଏଡେ ନିର୍ଲଜ୍ଜ, ଏ ସଂସାର ଏଡେ ଠିକ। ବାପାକୁ ଶୁଆଇଥାନ୍ତୁ ତୁ କଣ କରିବୁ? ତୁ ନିଜେ ସିଡି ତଳେ ଦାଣ୍ଡ ଦ୍ୱାରେ ଶୋଇଥାନ୍ତୁ, ଜାଣିଥାନ୍ତୁ ଉଚିତ ପୁତ୍ର। ଆରେ ବେଣୁ କଲେ କହ ଦୁନିଆରେ କିଏ ମା ଆଉ ମା ସହେ କେତେ ହଇଆ, ମାର ତେନେ ମାର କଳ ଏଇ ସିନା ମାର କଥା, ଏଇ ସିନା ମାର ଚଳଣି। ଆଉ ସଂସାରରେ କଣ ଅଛି ଆଜ୍ଞା? ବାପା ମାଙ୍କୁ ଏଇଭଳି ପ୍ରଣାମ କରିଦେଇଛି। ଆଉ ମା ଚାଲିକି ଯାଉଛ, ଏଇଠି ଆଜ୍ଞା ଯାଉଛ, ଅନ୍ଧାର ଗଲାବେଳେ ଗୋଟେ କଣ୍ଟାଟେ ବୁଲିଯିବ, କଣ୍ଟାଟେ ବୁଲିଗଲା, ହଠାତ୍ ପାଟିକି କଣ ଆସିବ? କଣ୍ଟାଟେ ବୁଲିଗଲେ ଫେଣି ମୋ ମାଇ ବୋଉ ନଥିଲେ ମଧ୍ୟ ମୋ ବୋଉ ହଠାତ୍ ମୋ ମା କାହିଁକି କାହିଁକି କହିଲି ଆପଣ? କହିବାର ତାତ୍ପର୍ଯ୍ୟ କଣ? ଉଠିବେ ପ୍ରଭାତ, ଉଠିବେ ପ୍ରଣାମ କରିବେ। ଏଇ ଦେବତା ଆଜି କାହିଁକି କହୁଛେ ବୃନ୍ଦାବତୀଙ୍କ କଥା? ସକାଳୁ ଉଠିମା ପୂଜା କରିବ ବୃନ୍ଦାବତୀ। ବୃନ୍ଦାବତୀ କେବେ ବିଧବା ନୁହେଁ। କାହିଁକି ସେ ବିଧବା? ଜଳନ୍ଧର ମରିଛି, ମରୁ, କିଏ ମାଇଲା? ନା, ସମ୍ପୂର୍ଣ୍ଣ ଶିବ ମାରି ନାହାନ୍ତି। ଆପଣ କହିବେ ଶିବ ମାରି ଦେଇଛନ୍ତି ଜଳନ୍ଧର। ଏଇ କାର୍ତ୍ତିକ ମାସର ପୁରାଣ କଥା। ଆପଣଙ୍କର ପଦ୍ମ ପୁରାଣ, ଆପଣଙ୍କର ଭାଗବତ, ଆପଣଙ୍କର ଶିବ ଶୈବ ପୁରାଣ, ଆପଣ ମାନେ ଜାଣିଛନ୍ତି। ଜଳନ୍ଧରକୁ ଶିବ ମାରି ନାହାନ୍ତି। ଆମେ ବୁଝିବା ମାରିଛି କିଏ?
ତତେ କିଏ ମାରିବ ତୋ ସ୍ତ୍ରୀ ସ୍ତ୍ରୀ ବଞ୍ଚାଏ ସ୍ତ୍ରୀ ମାରେ ସ୍ତ୍ରୀ ମାରିବ ସ୍ତ୍ରୀ ବଞ୍ଚେ ଆପଣ ଜଳନ୍ଧରକୁ କିଏ ମାରିଛି ବୋଲି ଆପଣ ଯଦି କହିବେ ପୁରାଣ ମୋ ମା ମାନେ ପଢନ୍ତି ଆପଣ ମାନେ ଜାଣନ୍ତି ପଦ୍ମ ପୁରାଣ କିଏ ମାରିଛି ନାରାୟଣ ମାରି ନାହାନ୍ତି ଶିବ ନା କିନ୍ତୁ ସ୍ତ୍ରୀ ମାରିଛି ଆଉ ଜଗତରେ ସ୍ତ୍ରୀ ହିଁ ମାରେ ଆଉ ସ୍ତ୍ରୀ ମଧ୍ୟ ବଞ୍ଚାଏ ଜୀବନର ଆପଣ ଆସନ୍ତୁ ସେଇ ପଦ୍ମ ପୁରାଣକୁ ଆସନ୍ତୁ ଯୋଉଦିନ କଲେ ଯୋଉଦିନ ହେଲା ସମୁଦ୍ର ମନ୍ଥନ ଆପଣଙ୍କୁ ସଂକ୍ଷିପ୍ତ ପୁରାଣଟି ଏଇଠାରୁ ଆରମ୍ଭ ଆପଣ ମାନେ ଜାଣିବେ ମୋ ମା ମାନେ ବାପା ମାନଙ୍କ ପାଇଁ କେଡ଼େ ଉପଯୋଗ ଯୋଉଦିନ ସମୁଦ୍ର ମନ୍ଥନ ହେଲା ଗୋଟିଏ ପଟେ ଦେବତା ଆଉ ଗୋଟିଏ ପଟେ ଦାନବ ମନ୍ଥନ କଲେ ମନ୍ଦର ପର୍ବତକୁ ଦଣ୍ଡ କଲେ ବାସୁକୀକୁ ରଜ୍ଜୁ କଲେ ମନ୍ଥିଲେ ଯାହା ଜିନିଷ ବାହାରିବ ବାଣ୍ଟିବେ ବାଣ୍ଟିକି ଦବ କି ନାରାୟଣ କହିଲେ ମୁଁ ବାଣ୍ଟିବି କାହିଁକି ନା ମୁଁ ଆବାହକ ମଧ୍ୟସ୍ଥି ପ୍ରେସିଡେଣ୍ଟ ମୁଁ ବାଣ୍ଟିବି ସମସ୍ତେ କହିଲେ ଆପଣ ବାଣ୍ଟିକି ଦିଅନ୍ତୁ ବାହାରିଲା ଐରାବତ ହସ୍ତି 14ଟା ଜିନିଷ ଐରାବତ ହସ୍ତି କୁଶେଶ୍ରବାସ ପାରିଜାତ ପୁଷ୍ପ ଧନନ୍ତରୀ ବଦ୍ୟ ଅଷ୍ଟପ୍ସରା ସବୁ ବାଣ୍ଟିକି ଦେବେ ନାରାୟଣ ଆଉ ଗୋଟିଏ ଜିନିଷ ବାହାରିଲା ଗୋଟେ ସୁନ୍ଦରୀ ଝିଅଟି ସମୁଦ୍ର ବାହାରିଥିଲା ନାହିଁ ତାକୁ କିଏ ନବ ସୁନ୍ଦରୀ ଝିଅଟା ବାହାରିଲା ତାକୁ ନବ ପାଣିରୁ ବାହାରିଛି ନା ଗୋଟେ ଝିଅ କନ୍ୟା ତାର ବାପା ନାଇଁ କି ମା ପାଣି ବର୍ତ୍ତମାନ ପୂଜିଆ ମୋ ମା ମାନେ ପୂଜା କରୁଛନ୍ତି ଘରେ ମାଟିରୁ ଗୋଟିଏ ଝିଅ ବାହାରିଲା ତାର ବାପା ନାଇଁ କି ମା ପଞ୍ଚ ମହାଭୂତରୁ 5ଟି କନ୍ୟା ଉତ୍ପତ୍ତି ହେଲେ ଧର୍ମକୁ ରଖିଲେ ଦାନମାନଙ୍କୁ ବିନାଶ ମାଟିରୁ ଗୋଟିଏ ପାଣିରୁ ଗୋଟିଏ ନିଆଁରୁ ଗୋଟିଏ ଆକାଶରୁ ଗୋଟିଏ ପବନରୁ 5ଟା ଝିଅ ସେ 5 ଝିଅ ସଂସାରକୁ ରଖିଛନ୍ତି ତାଙ୍କର ବାପା ନାହିଁ କି ମା ନାହିଁ ବାପା ଔରସରୁ ଜାତ ହେଇନାହାନ୍ତି କି ମା ଗର୍ଭରୁ ଜାତ ହେଇନାହାନ୍ତି ମୋ ମା ମାନେ କେତେ ମହା କନ୍ୟା ପଞ୍ଚକନ୍ୟା ଆପଣ ଜାଣିଛନ୍ତି ମାଟିରୁ କିଏ ଉତ୍ପତ୍ତି ହେଇଛନ୍ତି କଲେ ଜନକ ନନ୍ଦିନୀ ସୀତା ମାଟିରୁ ଜନା ଆମ ହେଲେ ହେବା ହାତୀରୁ ଜନା ନାମ ତାଙ୍କ ଆପଣଙ୍କର ରାମାୟଣ ମାଟିରୁ ଜନ୍ମ ହେଇଛନ୍ତି ସୀତା ଜନକ ପାଳିଲେ ନା କିନ୍ତୁ ମାଟିରୁ ନା ସେ ବିଧବା ହେଇନା ସ୍ୱାମୀ ମରିଛି ମୁଁ ପୁରାଣ କହୁଛି ମୁଁ ପୁରା ଧାରିରେ କହିବି ଟିକେ ଖାଲି ଶୁଣିବା ତାପରେ ମାଟିରୁ ବାହାରିଲେ ସୀତା ନିଆଁରୁ ଗୋଟିଏ ଝିଅ ଯଜ୍ଞାତ ଗର୍ଭେ ସୁଜାତ ନାମ ତ ଜାତୀୟ କଲେ ଚକ୍ର ଋତୁପତି ହେଲେ ଯାଜ୍ୟ ସେ ନିଭା ନାମ ତାଙ୍କ ଦ୍ରୌପଦୀ ହେ ନାମ ପୁରାଣ କାହାଣୀ ଦ୍ରୌପଦୀ ମୋ ମା ମାନେ ମନେ ରଖି ତ ମାଟିରୁ ବାହାରିଲେ ସୀତା ନିଆଁରୁ ବାହାରିଲେ ଦ୍ରୌପଦୀ ଯଜ୍ଞ ତାଙ୍କର ବାପା ନାଇଁ କି ମା ନାଇଁ ଦ୍ରୁପଦ ପାଳିବେ ତାପରେ ଆସନ୍ତୁ ପବନରୁ ଜନ୍ମ ହେଲେ ମାଳତୀ ଆକାଶରୁ ଜନ୍ମ ହେଲେ ବିଜୁଳି ବର୍ଷି କଲେ ଶୂନ୍ୟବାଣୀ କଲେ ଆକାଶ ଉତ୍ପତ୍ତି ହେଲା କଂସକୁ କହିଲେ ତୋତେ ଯେ ମାରିବ ଇଏ ଗଲେ ପାଣିରୁ କିଏ ଉତ୍ପତ୍ତି ହେଇଛନ୍ତି ମୋ ମା ମାନେ ପୂଜା କରୁଛନ୍ତି ଗୋଟିଏ ପଦ ଚମ୍ପୁ ଗାଇବି ଆଉ ତ କହିଥିଲେ କହିଲେ ରଙ୍କ ସାର୍ କହୁଥିଲେ ବାହାରେ ଥାଇକି ମଧ୍ୟ ତାଙ୍କ ମନଟା ହେଇଛି ମୋ ରଙ୍କ ସାର୍ ଅତି ଆତ୍ମୀୟ ଅତି ପ୍ରିୟ ସେ ତ ବହୁତ ମୋ ପାଖରେ କାମ କରିଛନ୍ତି ବସିଛୁ ଆମେ ବହୁତ ଖୁସି ହଉ ସେ ସଦାବେଳେ କହିବେ ସାର୍ଙ୍କର ପାଲା ନିଆରା ତାହେଲେ ବିଭୁ ସାର୍ଙ୍କ ପାଲା ନିଆରା ଭାଇନା ଆସିବେ ନିଶ୍ଚିତ ପାଲା ଗାଇବେ ଆପଣ ଆସିଛନ୍ତି ଗାଇ ତେଣୁ ଗୋଟିଏ ପଦ ଚମ୍ପୁ ଗାଇବେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ କ୍ଷପଟଳ କବି ସୂର୍ଯ୍ୟ ବଳଦେବର ଆଉ ତ କେହି ନାହାନ୍ତି ଆଜ୍ଞା
ଟିକେ କାହିଁକି କହୁଥିଲେ ବାବା ଏ ଯୋଉ ଚାଲିଥିଲା ଭଜନ ଚିନ୍ତା ଭଜନ କଣ ଆପଣ ଟିକେ ଚିନ୍ତା କରନ୍ତୁ କଣ ଟିକେ ଆସନ୍ତୁ ବାସ୍ତବତା ଆମର ଆଜିକାର ଛୁଆମାନେ କଣ ଯୋଉ ଚାଲୁଛି ନାମ ସଂକୀର୍ତ୍ତନ ହଉଛି ଭଗବତ ହଉଛି କଣ ପାଲା କଣ ସାହିତ୍ୟ ହଉଛି ଯୋଉଦିନ ପାଲା ଧ୍ୱଂସ ହେଇଯିବ ସଂକୀର୍ତ୍ତନ ଧ୍ୱଂସ ହେଇଯିବ ଭାଗବତ ଧ୍ୱଂସ ହେଇଯିବ ତ୍ରିନାଥ ମେଳା ଧ୍ୱଂସ ହେଇଯିବ ପୁରାଣ ପଢା ଧ୍ୱଂସ ହେଇଯିବ ସେଦିନ କବି ମାନେ ସାହିତ୍ୟ ଏବେ ତ ସାହିତ୍ୟରେ ପିଲାମାନେ ଆଉ ପାସ୍ କରିବାର ନାହିଁ ବରଂ ଇଂଲିଶ ଟା ସହଜ ହଉଛି ଆଉ ସାହିତ୍ୟ ଉପରେ ତ ବେଶୀ ଗଲେଣି ସାହିତ୍ୟ ମୁଁ ତ ନିଜେ ଶିକ୍ଷକ ମୋର ସାହିତ୍ୟର ସବୁ ପିଲା ଫେଲ ହଉଛନ୍ତି ସବୁ ଯାକ ଏବେ ଦିନେ ଆଗେ ପଢିଥିଲା ମୁଁ କହୁଥିଲି ଗୋଟେ ବିଷୟ ପଢେଇଲା ବେଳେ କଥାଟାକୁ ନେଇଗଲି ରମାଦେବୀଙ୍କର କଥା ପଢିଥିଲା ରମାଦେବୀ କଲେଜରେ ଆମ ଓଡିଶା ଆମ ଭାରତର ଯେ ମୁଖ୍ୟ 1 ନମ୍ବର ହଉଛନ୍ତି ନାଗରିକ ସେ ହଉଛନ୍ତି ରାଷ୍ଟ୍ରପତି ସେ କିଏ ସେ ପିଲାମାନେ କହିଲେ ଦ୍ରୌପଦୀ ମୁର୍ମୁ ମୁଁ କହିଲି ରମାଦେବୀରେ ପଢିବି ରମାଦେବୀ କଲେଜରେ ପଢିକି ସେ ବର୍ତ୍ତମାନ ଭାରତର ରାଷ୍ଟ୍ରପତି ପିଲାଙ୍କୁ ଡାକିଲି ମୁଁ କହିଲି ଅଷ୍ଟମ ଶ୍ରେଣୀ ପିଲା ମୁଁ କହିଲି ପିଲା ଟିକେ ଆସିବ ଟିକେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଲେଖିଲେ କେହି ଗୋଟିଏ ଲେଖିଲେ ମୁଁ କହିଲି ମୋ ପାଠ ପଢାକୁ ଧିକ୍ ମତେ ଧିକ୍ ମୋ ପିଲାକୁ ସତ ଆଜି ଦେଖନ୍ତୁ ଅଷ୍ଟମ ନବମ ଦଶମ ପିଲାଙ୍କୁ କିଏ ଯଦି ଲେଖିଦେବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗୋଟିଏ କ୍ଲାସରେ 40 ଜଣ ଥିଲେ 5 ଜଣ ଲେଖିବେ 35 ଜଣ କାହିଁକି ସାହିତ୍ୟ ନାହିଁ ପାଲା ଦେଖୁନାହାନ୍ତି ଖାଲି ମୋବାଇଲ ଧରୁଛନ୍ତି ପାଲା ଦେଖୁନାହାନ୍ତି ପୁରାଣ ପଢୁନାହାନ୍ତି ଖାଲି ମୋବାଇଲ ଆଉ କୁଆଡେ ସାହିତ୍ୟ ହବ କଲେ କ୍ଷୀର ଆଜ୍ଞା କେହି ନୁହନ୍ତି ମୋ ମାମା କ୍ଷୀର ସାଗର ସମ୍ଭବା କୁଚ କୁମ୍ଭ ଯୁଗଳ ପରିରମ୍ଭ ମା ଲକ୍ଷ୍ମୀ ଠାକୁରାଣୀ ପାଣି ଜାଣିନୁ ତେରି କାହିଁକି ହେଲେ କାହିଁକି ବେଶୀ କହୁଛୁ ଲକ୍ଷ୍ମୀ କାହିଁକି ତେରି ସରସ୍ୱତୀ କାହିଁକି ଖନି ବିଦ୍ୟାଦାତ୍ରୀ ସରସ୍ୱତୀ ଶିବ ଛୋଟିଆ ଖନି ଲାଗିଗଲା ଲକ୍ଷ୍ମୀ ଅତି ସୁନ୍ଦରୀ ହେଲେ ତେରି କଣ ହେଇକି ଚାହିଁଛନ୍ତି କାହିଁକି ହେଲେ ଏ କଥା ବି ଜାଣିବା ଦରକାର
ମୋ ଧନ ଟିକେ ଶୁଣିଥାଉ କାହିଁକି ମୁଁ କହିଲେ ମା ଲକ୍ଷ୍ମୀ ଜଳ ଉତ୍ପତ୍ତି ହେଲେ ସମୁଦ୍ର ମନ୍ଥନ ନବ କିଏ? ସବୁ ତ ବାଟିକି ଦଉଥିଲେ ନାରାୟଣ। ନାରାୟଣ କହିଲେ ମୁଁ ନେବି। ଯିଏ ଗାଁର ମୁଖ୍ୟ ଅଞ୍ଚଳର ମୁଖ୍ୟ ସିଏ ଯଦି ଭଲ ଜିନିଷକୁ ଗଠିଲି କରିକି ନବ ନ୍ୟାୟଟା ଠିକ ହବ। କେତେ ସ୍ୱାର୍ଥପରତା ମୋ ପ୍ରଭୁ କହିଲେ ଏ ସୁନ୍ଦରୀ ଝିଅଟାକୁ ମୁଁ ନେବି କାହିଁ ଦେଇଦେଲନି? ବାଣ୍ଟିକି ତ ଦଉଥିଲ ଇନ୍ଦ୍ରଙ୍କୁ ଦେଇ ଦେଇଥାନ୍ତା ଅନ୍ୟମାନେ ନେଇଯାଇଥାନ୍ତେ। ନା ମୁଁ ନେବି କାହିଁକି ନା ମୋର ଯୋଗୁ ହେଇଛି ସମୁଦ୍ର ମନ୍ଥନ ଭଲ ଜିନିଷଟା ମୁଁ ନେବି। ଯଦି ଲକ୍ଷ୍ମୀକି ନେଇଗଲା ତାପରେ ବାହାରିଲା କଣ? ବିଶ୍ୱାସ କିଏ ନେଲା? କହିଲେ ଇଏ ହଳା ହଳ ବିଷ ଯେବେ କିଏ ସେ ନେବ ବୋଲିଆ ନହେଲେ ଧ୍ୱଂସ ହେଇଯିବ ସଂସାର। ଡାକିଲେ ଶିବ ସେଇଦିନ ଠାରୁ ସେ ନାଁ ହେଲା ମହାଦେବ। ହେଲେ ମହାଦେବ ହେଇଗଲା। ଯେତେ ଦେବତା ଅଛନ୍ତି ମହାଦେବ କେହି ନାହିଁ। ସବୁ ଯାକ ସ୍ୱାର୍ଥପର ଟିକେ ନେଇଗଲା ଭଲ ସଂସାରକୁ ରଖିଲେ ଶିବ। ପର ଉପକାର କରନ୍ତି ଶିବ। ଅହଙ୍କାର ନାହିଁ ଶିବ। କୋମଳ ହୃଦୟ ଶିବ। ମଙ୍ଗଳମୟ ଶିବ। ପରିବାରକୁ ଭଲ ପାଆନ୍ତି ଶିବ। ଆପଣ ଯାଉନାହାନ୍ତି ମନ୍ଦିର ଆପଣ ଟିକେ ଦେଖିବେ ଭାଇନା ପାଲା ଗାଇଛନ୍ତି ଆମକୁ କହିଛନ୍ତି ଆପଣ ପ୍ରତ୍ୟେକ ମନ୍ଦିରକୁ ଯାଆନ୍ତୁ। ଶିବ ମନ୍ଦିର ବିଷ୍ଣୁ ମନ୍ଦିର ଦେବୀ ମନ୍ଦିର ଯିବେ ଦେଖିବେ ମନ୍ଦିରରେ ପରିବାରକୁ ରଖିବା ଦେବତା ଜଣେ ସେ ହେଉଛନ୍ତି ଶିବ। ବିଷ୍ଣୁ ମନ୍ଦିର ପରିବାର ଶିବ ମନ୍ଦିର ଦେଖିବେ ଦକ୍ଷିଣ ପଟେ ରଖିଛନ୍ତି ପାର୍ଶ୍ୱ ଦେବତା ଗଣେଶ ସାନ ପଛପଟେ କାର୍ତ୍ତିକେୟ ପଶ୍ଚିମରେ ବାମ ପଟେ ପାର୍ବତୀ ସ୍ତ୍ରୀ କି ପୁଅ ଦିଏ ରଖି ଆଗ ପଟେ ନନ୍ଦୀ ଭୃଙ୍ଗୁ ସେ ଯୋଡ଼ିଏ ପୁଅ ଆଗରେ ବୃଷଭ ବାହନ। ଏମିତି ସିନା ପରିବାରକୁ ଭଲ ପାଇବ ଇଆଡେ ପରିବାର ଭିତରେ କଳି କରିଥିବ ନା କାର୍ତ୍ତିକରେ ଯାଇକି ମହାଦେବ ପାଖରେ ମୁଣ୍ଡିଆ ମାରୁଥିବ। ଏଟା କୋଉ ଠାକୁର ଶୁଣେ କହୁନାହାନ୍ତି। ସେଇଥିପାଇଁ ଶିବ ଠାକୁର କହିଲେ ଆଗ ପରିବାରକୁ ଭଲ ପାଇକି ରେ ଭକ୍ତ ସ୍ତ୍ରୀ କି ଭଲ ପା ପୁଅକୁ ଭଲ ପାଉ ତାପରେ ମୋ ପାଖକୁ ଆସ। ମା ମାନଙ୍କୁ କହିଲେ ଶିବ ଠାକୁର ସ୍ୱାମୀ କି ଭଲ ପା ସ୍ୱାମୀ ସେବା କରେ ପୁଅ ଝିଅ ମାନଙ୍କୁ ଭଲ ପା ତାପରେ ମୋ ପାଖକୁ ଆସେ ପହଁରା କରେ ମୁଁ ଶୁଣିବି ପୂଜା କରେ ସେବା କଲେ ଶୁଣିବି। ଇଆଡେ ଅମାବାସ୍ୟା ଭଳିଆ ମୁହଁ କରିଥିବ ରାତିରେ କଥାବାର୍ତ୍ତା ହେଇନଥିବ ଦୁଃଖ ସୁଖ ନାହିଁ କିଏ କାହାର କଥା ସମ୍ପର୍କ ନାହିଁ ବାପ ପୁଅର ନାହିଁ କି ଶାଶୁ ବୋହୂର ନାହିଁ କନା ମୁଁ ମନ୍ଦିରକୁ ଯାଉଛି ଠାକୁର ଶୁଣିବେ ନା ତଡ଼ିଦେବେ। ମୁଁ କାହିଁକି କହିଲି ଆଜ୍ଞା ଏ ମୋର ପଣ୍ଡିତ ବର୍ଗ ଆଜି ଜ୍ଞାନୀ ଗୁଣ ଆପଣ ମା ଆଜି ଶିବ ଆସିଲେ ବିଷ ଖାଇ ମତେ କହିଛନ୍ତି ମତେ ବିଷ କାହିଁ ଦଉଛ ଭଲ ଜିନିଷ ବାଣ୍ଟି ନେଲ ବୋଲି ନା। ଯାହା ନିକଟରେ ବିକାର ନାହିଁ ଯାହାର ହୃଦୟରେ ଅହଙ୍କାର ନାହିଁ ଯାହାର ହୃଦୟ କୋମଳ ହୃଦୟ ଏଇତକ ଯାଉଛି ଶିବ ମନ୍ଦିରକୁ ଏଇତକ ଶିକ୍ଷା କର ଏତିକି ଶିକ୍ଷା କର। ଠାକୁର ଡାକିଛନ୍ତି ଧନ ମାଧ୍ୟମ ଶିବ କୋଉଠୁ ଆଣିବ? ଘର ଅଛି କି ତାଙ୍କର ଆମକୁ କଣ ପକ୍କା ଘର ଦେବେ? ସିଏ ତ ମଶାଣୀ ରହିବ ତ ଖଣ୍ଡେ ପିନ୍ଧିବା ପାଇଁ ବସ ନାହିଁ ଯେ ଖାଲ ଖଣ୍ଡେ ଆମେ କଣ ଜିନ୍ ପ୍ୟାଣ୍ଟ ପିନ୍ଧିକି ବୁଲୁଛେ। ମୋ ମା ମାନେ କଣ ପିନ୍ଧୁଛି ସେ ତାଙ୍କ ପାଖରେ ତ ଖଣ୍ଡେ କିଛି ନାହିଁ ପିନ୍ଧିବାକୁ ସେ ଧରି ସେ ତ ପାଗଳ ନା ଆଉ ସେ କଣ କହିଲେ ମୋ ଭାଇ ରେ
ଯାକ ଭିନ୍ନକ୍ଷମ ସବୁ ଯାକ ଭିନ୍ନକ୍ଷମ ବିକଳାଙ୍ଗ ସେଇଥିପାଇଁ ବର୍ତ୍ତମାନ ସରକାର କହିଲେଣି ବିକଳାଙ୍ଗ ମାନଙ୍କୁ ଟିକେ ନମସ୍କାର କରୁଥିବ ଦାୟିତ୍ୱରେ ରଖିବ କାହିଁକିନା ସେଇମାନେ ଦେବତା ଶିବ କଣ ସେ ହାଡମାଳ ଲଗେଇଛି ମାନସିକ ଅନଗ୍ରସରତା ନା ତାଙ୍କର ମସ୍ତିଷ୍କ ଠିକ ଅଛି ପାଗଳ ନା ସିଏ ଗୋଟିଏ ଗଣେଶ ଏଡା ବଡ ଦେଖ ଖାଲସମିଆ କୋଉ ବାଗ ସୁନ୍ଦର ଅଛି କହିବେନି ଗଣେଶ ସିଏ ପୁଣି ଅଗ୍ରପୂଜ୍ୟ ସିଏ ପୁଣି ହଉଛନ୍ତି ବିଦ୍ୟାଦାତା ସରସ୍ୱତୀ ଖନି ଦେଖ ଲକ୍ଷ୍ମୀ କିଏ ଗୋଟେ ସୁନ୍ଦର କିଏ ଜଣେ ଅଛି ଆଉ କାହା ନା କହୁନାହାନ୍ତି ମତେ ନାରାୟଣ କଣ ନେଇଥିଲେ କୋଉ ରୂପ ବ୍ରହ୍ମା ଚାରିଟା ଯେତେ ଦେଖୁନାହାନ୍ତି ସବୁ ଯାକ ସବୁ ଖରାପ କିନ୍ତୁ ତାଙ୍କର ଗୁଣ କି ସୁନ୍ଦର କହିବା ତାତ୍ପର୍ଯ୍ୟ ଇଏ ଦେହଟାକୁ ଦେଖନି ଗୁଣଟାକୁ ଦେଖ ଚରିତ୍ରକୁ ଦେଖ ଇଏ ହଉଛନ୍ତି ଚରିତ୍ରର ପୂଜା ଗୁଣର ପୂଜା ସେଇ ଗୁଣକୁ ପୂଜା କରନ୍ତୁ ଧର୍ମକୁ ପୂଜା କରନ୍ତୁ ଭାବକୁ ପୂଜା କରନ୍ତୁ ନିଜର ଚରିତ୍ରକୁ ପୂଜା ଚରିତ୍ର ନିର୍ମଳ କରନ୍ତୁ ଗୁଣକୁ ନିର୍ମଳ କରନ୍ତୁ କାହିଁକି କହିବ ଆଜି ବାପା ପଳେଇ ଆସିଲେ କହିଲେ ସେ କଥା ମୁଁ ନେଇଛି ଲକ୍ଷ୍ମୀ ଏଣେ ଶିବ ଦେଲେ ବିଷ ତାପରେ ଅମୃତ ବାହାରିଲା ଅମୃତ ଯେତେବେଳେ ବାହାରିଛି ଦାନବ ମାନେ କହିଲେ ଆମେ ନବା ରାହୁ ବସିଛି ଦୁଇ ଖଣ୍ଡ କରିଦେଲେ ନାରାୟଣ ମାୟାରେ ରାହୁ ଯାଇ ଜଣେଇଲା ଜଳନ୍ଧର ଶିବଙ୍କର ଶିବଙ୍କ ତେଜରୁ ଜଳନ୍ଧର ଉତ୍ପତ୍ତି ପାଣି ସମୁଦ୍ର ସେଇ ସମୁଦ୍ରରୁ ଲକ୍ଷ୍ମୀ ସେଇ ସମୁଦ୍ରରୁ ଅସପ୍ତରା ସେଇ ସମୁଦ୍ରରୁ ସବୁ ସମ୍ପତ୍ତି ନେଇ ଯାଇଛନ୍ତି ଦେବତା ମାନେ ରାହୁ ଯାଇ ଜଳନ୍ଧରକୁ ଜଣେଇଲା କହିଲା ଭାଇରେ ହେ ଦୈତ୍ୟ ରାଜ ହେ ସିନ୍ଧୁ ରାଜ ଜଳନ୍ଧର ତମ ବାପା ସମ୍ପତ୍ତି ଦେବତା ମାନେ ନେଇଗଲେ ତମେ ଭାରତୀୟ ସମ୍ପତ୍ତି ଯାକ ଇଂରେଜ ମାନେ ନେଇ ପଳେଇ ଗଲେ ଯେତେ ମାଗିଲେ ଆଉ କଣ ମିଳିଲା ସମ୍ଭାଳିବେ ଭାରତୀୟ ମାନେ ମୂଲ୍ୟବାନ ସମ୍ପତ୍ତି ଆଜି ଜଳଧର କହିଲା ମୋ ବାପା ସମ୍ପତ୍ତି ନେଇଗଲ ତମେ ଯାଉଛି ଯିବି ରାହୁ ବୋଲରେ ରାହୁ କଥାରେ ଜଳନ୍ଧର ବାହାରିଲା ସ୍ୱର୍ଗ ଅଭିଯାନ କରିବ ଭୁବନ ବାହାରିଲା ରହି ଦତ୍ତ ରାଜା ଆଜି ଅମର ଭୁବନକୁ ଦତ୍ତ ରାଜା ଜଳନ୍ଧର ବାହାରିଲା କହିଲା ଯାଉଛି ଦେବତା ମାନଙ୍କୁ କଷ୍ଟ ଦେବି ଗୁମ୍ଫାରେ ପକାଇ ତାଙ୍କୁ ମର୍ତ୍ତ୍ୟପୁରରେ ମାରିବି ମୋ ବାପ ସମ୍ପତ୍ତି ତୁମେ ମାନେ ନେଇଯାଇଛ ମାନେ ଛାଡ଼ିବି ଦତ୍ତ ରାଜ ଦେବତା ମାନଙ୍କୁ ମାରିବ ପ୍ରଥମେ କାହାକୁ ମାରିବ ନାରାୟଣ ମାରିବେ ଆରେ ଦେବ କଣ କରିଛି ମୁଁ କଣ ତ୍ରିପୁରେ ରଖାଇ ଦେବି ନାହିଁ ସରିଗଲା ତୁମ୍ଭ ଖାଇ ଦେବି ନାହିଁ ନାରାୟଣକୁ ମାରିଥିଲି ମୋ ଭଉଣୀ ବିଧବା ହେଇଛି ନାଇଁ ନାରାୟଣକୁ ମାରିବିନି ମାରିବି କାହାକୁ ଇନ୍ଦ୍ର ମାରିବି ଆରେ ସଚିପତି ଇଏ ତୋର ଛାତି ଛଡାଇବି ହାତ ଚଢା କର ଅମରାବତୀ ଚିନ୍ତା କରେ ମାରିବି ଚଢାଇବି ଧନ୍ୟବାଦ କଳା ସଂସ୍କୃତି ପାର୍ଲାରେ ଅପେରା ଆପଣ ଅପେରା ଦେଖି ଯାଆନ୍ତୁ କେତେ ମୁଁ ଆପଣଙ୍କୁ ବାରମ୍ବାର ଅନୁରୋଧ କରୁଛି 500 ଟଙ୍କା ଟିକେଟ ଖର୍ଚ୍ଚ
300 ଟଙ୍କା ଟିକେଟ ଦେବେ ସେ ସାଙ୍ଗେ ସାଙ୍ଗେ ମିଳିବନି ରଣପୁର ଅପେରା ପଡ଼ିଛି ଆପଣ ସାଙ୍ଗେ ସାଙ୍ଗେ ଟିକେଟ ପାଇପାରିବେ ନା ସକାଳୁ ଟିକେଟ କରିଥିବେ ଆଗରେ ବସିଲେ 500 ପଛରେ ବସିଲେ 300 ଦେଖିବେ କଣ ଦେଖିବେ ଜାଣିଛନ୍ତି ଆଜ୍ଞା ଦେଖିବେ ଦୈତାରୀ ପଣ୍ଡାକୁ କୋଣାର୍କ ନାଟ୍ୟ ପଡ଼ିଛି ଦୈତାରୀ ପଣ୍ଡାକୁ ଦେଖିବେ ହିରୋଇନ ହେଇଛି କିଏ ସେନା ଦଲି ତାକୁ ଦେଖିବାକୁ ଲୋକ ଆଚ୍ଛା ସିଏ ଯେତେବେଳେ ରେପ୍ କରିବ କଣ କହୁଥିବ ଦୈତାରୀ ପଣ୍ଡା ଆପଣ ସେଇ ରାତିକ ଭିତରେ ଆପଣ ପରୀକ୍ଷା କରନ୍ତୁ ଅପେରା ମୋ ବାପା ଭାଇ ମାନେ ସବୁ ବସିଛ ଅପେରା ଦେଖି ଯାଉଛ ରାତିକ ଭିତରେ ଭିଲିୟନ ଠାରୁ ବା ଯେକୌଣସି ଆକ୍ଟର ଠାରୁ ଶଳା ଶବ୍ଦ ଶୁଣିବେ 50 ଶବ୍ଦ ଶଳା ଖାଲି ଶଳା ଶବ୍ଦ ଏଇ ପାଲା ବାଲା ଯଦି ଯଦି କହିଦବ ଶଳା ବୋଲି ଆଜି ଡାକିବେ ନା କୋଉ ଗୀତରେ କୋଉଠି ଶଳା ଲେଖା ଅଛି ଦେଖନ୍ତୁ କିନ୍ତୁ ସେମାନେ ଶଳା ବୋଲି ଡାକିବେ ଆହୁରି କଦର୍ଯ୍ୟ ଭାଷା କହିବେ ଦବା ପାଁଶ କିନ୍ତୁ ସାଧୁ ଶବ୍ଦ ବ୍ୟାକରଣ ଭାଷା ଏଠି ଶୁଣିବା ଚରିତ୍ର ଗଠନ ହବ ପରିବାର ଏକାଠି ବସି ଶୁଣିବା ଏତିକି ଟଙ୍କା ଟିକେ ଦେବେନି କି କେହି ଆସିବେ କି ଟିକେଟ କରିବା ଦୂରେ ସେଠି ଟିକେଟରେ ମାତ ଆଜ୍ଞା ସତ ନା ନାଇଁ କହୁନାହାନ୍ତି ଗାଈ କ୍ଷୀର ଲିଟର କେତେ ଟଙ୍କା 30 ଟଙ୍କା ଯଦି ଗାଁ ଗହଳିରେ ପାଇବେ 20 ଟଙ୍କା ଗାଁ ଗହଳିରୁ କିଣିବେ ପ୍ରକୃତ ଗାଈ ଦବା କହୁଛନ୍ତି ପଇସା ମାସ ଶେଷରେ ଆଗ ପିଇବା ମାସ ଶେଷରେ ଆଉ ପଇସା ଦବା କାଉଣ୍ଟରକୁ ଚାଲିବେ ଟିକେ ଗୋପାଳପୁର କାଉଣ୍ଟର ଆଗ ପଇସା ବଢା ତାପରେ ନାଲି ଧଳା ପାଣି ନ ପିଇକି ନାଲି ପାଣି ଯୋଉଦିନ ପିଇବା ସରିବ ସଂସାର ଆଉ କଣ ଅଛି ଇଏ ତ ଆଗ ପଇସା ଦବ ଇଏ ପଛ ପଇସାକୁ କେହି ଛିଡ଼ିବେନି ସେଇଭଳି ଇଏ ହଉଛି କ୍ଷୀର ଇଏ ପାଲା ହଉଛି କ୍ଷୀର ଇଏକୁ କେହି ଛୁଇଁଲା କିନ୍ତୁ ନାଲି ପାଣି କି ଅପେରାକୁ ଦୌଡ଼ିବା ନାଲି ପାଣି ଠିକ ଏ ମୋର ପଣ୍ଡିତ ବର୍ଗ ମୁଁ ସେଆଡକୁ ଯାଉନି ମୁଁ ଆଜି କାହିଁକି ଏତେ କଥା କହିବାକୁ ଯାଉଛି ଆଜି ଦେଖନ୍ତୁ ଆଜି କାହିଁକି ନେଇ ଗୁମ୍ଫାରେ ପକେଇ ମାରିବ କଣ କରିବେ ନାରାୟଣକୁ ଡାକିଲେ ନାରାୟଣ କହିଲେ ମୁଁ କିଛି କରିପାରିବିନି ତାକୁ ମାରିବା ପାଇଁ ଜଣେ କିଏ ସେ କହିବ ସଙ୍ଗେ ସଙ୍ଗେ ନିମନ୍ତ୍ରଣ କଲେ ସ୍ମରଣ କଲେ ବ୍ରହ୍ମାପୁତ୍ର ନାରଦ କାହିଁକି ନା ନାରଦ କାହାକୁ ଭୟ କରେ ଆସିଲେ ନାରଦ ଡାକିଦେଲେ କଲେ ମୁନି ଜନ ବନ୍ଦନ बाबा ନାରଦ ପହଞ୍ଚିଗଲେ ନାରାୟଣଙ୍କ ନିକଟରେ ଦେବତା ମାନେ ବସିଛନ୍ତି କହିଲେ କାହିଁକି ମନ ଦୁଃଖରେ ବସିଛ ସବୁ ଜାଣିଛି ନା କାହିଁକି ସବୁ ଜାଣିଲା କହିଲେ କାହିଁକି ବସିଛନ୍ତି ନା ଜଳଧର ବିସ୍ପାତ କରୁଛି ନା ମୁଁ ବୁଝିଲି ତା କଥା ମୁଁ ବୁଝିଲି ନା କଣ ବୁଝିବ ନା ସିନ୍ଧୁ ଦେଶରେ ଜଳଧର ପହଞ୍ଚି ଯାଇଛି ପଳେଇ ଗଲାଣି ଆମେ ଭୟରେ ଗୁମ୍ଫାରେ ଆତଙ୍କ ସୃଷ୍ଟି କରିକି ରହିଛୁ ନାରଦ ଚାଲିଲେ ଜଳଧର ଯେତେବେଳେ ପହଞ୍ଚି ଗଲେ ଜଳଧର ଦେଖିଦେଲା କହିଲା ଇଏ ମୋ ଶତ୍ରୁ ନାଟାକୁ ନେଉଛନ୍ତି ନାରଦ ଗଲା ବେଳେ କଣ ଖାଲି ସେମିତି ଯିବେ କି ତୁଣ୍ଡରେ ଧରିବେ ବୀଣାକୁ ବାଦନ କରିବେ କହିବ ଯିଏ ଯୋଉ ରୋଲ କରିବ ଆଚ୍ଛା ନାରଦ ନାରାୟଣ ନାରାୟଣ କହିଲେ କଣ ବଜାଇଲେ କୋଉ ବୀଣା ଜାଣିଛି 4 ଜଣ ବୀଣା ଧରନ୍ତି 4 ଜଣ ଦେବତା ଏବଂ ଦେବୀ ଜଣେ ବୀଣା ଧରନ୍ତି ନାରଦ ଧରନ୍ତି ଗୋଟିଏ ବୀଣା ତା ନାଁ କଣ ଗଣେଶ ଧରନ୍ତି ଗୋଟିଏ ବୀଣା ତା ନାଁ କଣ
ଆଉ ନାହିଁ ଖାଲି ମହତି ବିଣା ଜାଣିକି ପଢି ଦେଇଛି ରଣ ଧୀରା ଘଟଣା ଆୟନ ଭସ୍କୃତ ସୁତକ ଶ୍ରୁତିମଣ୍ଡଳ ଶ୍ରୀ ସ୍ଫୁଟି ଭବ ମହାନ ବିଶେଷ ମୂର୍ଚ୍ଛନା ଆଉ ମହତିର ମୁହର ମୁହୁ ମୁହୁ ଜାଣିଛି ଜାଣିଛି ମହତି ବିଣାଟି ଖାଲି ନାର ଆରେ ଗଣେଶ ଗଣେଶ କହିଲେ ଇଏ ଗଣେଶଙ୍କ ବିଣାର ନାମ ଅଟେ ପ୍ରଭାବତୀ ଧରିଛନ୍ତି ଏକ ବିଣା ଶୁଣିବେ ଶିବଙ୍କ ବିଣା ନା ନାଲମ ସରସ୍ୱତୀ ଗୋଟିଏ ବିଣା ଧରିଛ ବିଣା ଧରେ ମଙ୍ଗଳ ଦାନ ସରସ୍ୱତୀଙ୍କ ବିଣା ନା କଛ ମନେ ରଖ ଆଉ ଜଣେ ବିଣା ଧରିଛି ସେ ବିଣା ନା ମତେ ଆସ କି ମୁଁ କହିପାରିବି କଳିଯୁଗରେ ବିଣାଟିଏ ଧରି ବଜଉଛ ଆସିଲା ବିରାଟି ପରାୟ ନାମ ତାର ବ୍ରହ୍ମ ବିଦ୍ୟା ସେ କଥା ମୁଁ ପରେ କହିବି ଆଜି ଦେଖନ୍ତୁ ନାରଦ କହିଛି हरि है कृत कमला पुत्र महादाय हरि पंडित वर्ग नारद बीणा को वादन करी जलंधर आगे जलंधर देखीदेला कहला ये नारायण को नाम नहीं किए देवता किए गोटे आसी ऋषि गर्जन कला सबु देवता माने गुंफा भितर लुचिले देवदत्त नारद पुणी नारायण को नाम मु शत्रु नाम गान करतो मरी बुवे ई दत्त राजा दिकते छाड़ीबनी दाढ़ी पुराइबो गिरी 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 बुलेबा मारिबो हसी देले नारद हसी देले हसुतो ई मरिया पूर्व हसी जानिके खोली के हसो मरिबो नहीं कारण घरे कली लगी स्वामी स्त्री टिके कला देखिए जदि स्त्री राखी थी मो बापा माने मन रखिले स्त्री की टिके हसी की कहि आगे हसी देवे आउ राग आसिया मो बापा माने जदि रागी छथि मो मां माने टिके हसी देवे संगे संगे पार्वती सदा बेले रागी किंतु शिव सदा बेले हसी दिया ये होचे स्वामी स्त्री सुसंपर्क परीक्षा करते आ राग रहिबो ना नारद हसी देला हसी पूरी नारायण के नाम दे पूरी नारायण के नाम हरि दिन बरी मा करमांदा हरि हसिना मारी मा दलवांदाना भव खांदाना भाव खांदाना जावाना खांदा हरि है मुनि जना मानस हंसा प्रबल कथा
ହବ ମରିବ ବାରମ୍ବାର ମୋ ଶତ୍ରୁ ନାମଟି ଗାନ କରୁଛ ମାନେ ମରିବ ଜଣେ ମାତ୍ର କାହାକୁ ଭୟ କରନ୍ତି ଦେବତା ମାନେ ଜଳନ୍ଧର ଭୟରେ ଲୁଚିଲେ କିନ୍ତୁ ନାରଦ ଲୁଚିଲେ ତାର କାହିଁକି ଭୟ କଣ ପାଇଁ ଭୟ ନାହିଁ କାହାକୁ ଭୟ କରନ୍ତି ମୋ ସହ ଆପଣ ଚିନ୍ତା କର ଗାଁରେ ମଧୁପୁରରେ ଆମର ନ୍ୟାୟ ବସିଛି ସତ କଥା କିଏ କହିବେ ଦୁଇ ଜଣଙ୍କ ଭିତରେ କଳି ଲାଗିଛି ସତ କଥା କହିବାକୁ ହାର କାହିଁକି ସମ୍ପର୍କଟା ତୁଟିଯିବ ଯେ ସତ କହିବି ବନ୍ଧୁବାନ୍ଧବ କଟିଯିବ ଏକ ଦ୍ୱିତୀୟତଃ ଜଣେ ଯଦି କ୍ରୋଧୀ ଲୋକ ତା ବିରୁଦ୍ଧରେ କହିବି କାଲି ମତେ ବାଡେଇ ଦବ କାଲି ମୋ ପୁଅର କାଲି ମୋ ଜମି ନେଇଯିବ କାଲି ମତେ ଆଉ କଣ କରିବ ମୋ ଘର କଣ କରିବ ଏଇ ଭୟ ଯାର କିଛି ନାହିଁ ସେ କାହିଁ ଭୟ ନାରଦର କିଛି ନାହିଁ ପୁଅ ନାହିଁ ଝିଅ ନାହିଁ ବାରିକା ନାହିଁ ଘର ନାହିଁ ଦୁଆର ନାହିଁ ସେ କାହିଁ କାହାକୁ ମାନିବ ଅଞ୍ଚଳ ଭିତରେ ଦେଖିବେ ଯିଏ ନାରଦ ପ୍ରକୃତିର ଲୋକ ସେ କାହାକୁ ମାନେ ୟା କଥା ତାଠି ନା ତା କଥା ଇଆଠି ଲଗେଇ ଦେଇକି ସେ ପଳେଇ ଆଜି ନାରଦ ଭୟ କରି ନାହାନ୍ତି ଟେକି ମନେ ରଖିଥିବେ କାହାକୁ କେମିତି ବଶ କରିବେ ସଦା ସତ୍ୟନ ପଣ୍ଡିତ ମୂର୍ଖ ଛନ୍ଦାନୁଭୂତେନ ଗୁଣ୍ଡା ଲୋକ ମୂର୍ଖ ଲୋକକୁ କେବେ ସତ କହିବେ ତାକୁ ଟେକାଟିକି କରିଦେଲେ ସେ ଭାରି ଖୁସି ହେଇଯିବ ଏଇ ସୂତ୍ରଟି ନାରଦ ବୁଝ ଆଉ ପଣ୍ଡିତ ଲୋକକୁ ଯଦି ପଦେ ମିଛ କହିବେ ତାର ଶତ୍ରୁ ହେବେ ଜ୍ଞାନୀ ଲୋକକୁ କେବେ ମିଛ କହିବେ ସଦା ସତ୍ୟେନ ପଣ୍ଡିତ ସତ୍ୟ ଦ୍ୱାରା ପଣ୍ଡିତ ଲୋକଙ୍କର ଆପଣ ପ୍ରିୟ ଭାଜନ ହେବେ ଆଉ ମୂର୍ଖ ଲୋକକୁ ଯେତିକି ତୋଷାମଦ କରିକି ଟେକାଟେକି କରିବେ ଛନ୍ଦ କଥା କପଟ କଥା କହିବେ ସେ ତ ଆପଣଙ୍କୁ ଭଲ କହିବ ଆଜି ନାରଦ ସେଇ ନ୍ୟାୟଟା ପ୍ରୟୋଗ କରିଦେଲା ଆଉ ସେଇ ମନ୍ତ୍ର ପ୍ରୟୋଗ କରିଦେଲେ ଟେକି ଦେଲେ ଆଉ କହିଲେ ଶୁଣ ଜଳନ୍ଧର କହୁଛି ମୁଗିର ଇଏ ତୋର ପରିଚୟହୀନା ତମର ପୁରା ମୁଁ ଭ୍ରମଣ କରିନି ତୋର ପୁରା ସରିନା ଜଳନ୍ଧର ମୁଁ ସ୍ୱର୍ଗପୁରରୁ ଆସିଲି ହେଲେ ସ୍ୱର୍ଗପୁରଟା ତୋ ପୁର ଭଳି ନୁହଁ ତୋ ପୁର ଆହୁରି ଅଛି ଯାହା ସ୍ୱର୍ଗପୁରରେ ଯାହା ସୁନ୍ଦର ଦିଶେ ନା ତୋ ପୁରରେ ବହୁତ ସ୍ୱର୍ଗରେ ତିନିଟା ପୁର ଆଜ୍ଞା ତିନିଟା କଥା ଗୋଟେ ଅଛି ଗୋଲକପୁର ଆଉ ଗୋଟେ ଅମରାବତୀପୁର ଆଉ ଗୋଟେ ସଞ୍ଜୀବନୀପୁର ଗୋଲକପୁରରେ ଭଗବାନ ନାରାୟଣ ମୁଖ୍ୟ ଅମରାବତୀ କଟକ ଅମରାବତୀପୁରରେ ଇନ୍ଦ୍ର ଆଉ ସଞ୍ଜୀବନୀପୁରରେ ଯମ ଏ ତିନିଟା ପୁର ତିନି ଜଣ ଅଧିପତି ନାରଦ କହିଲେ ତିନି ପୁର ଯାକ ଗଲି ହେଲେ ମଧ୍ୟ ତୋ ପୁର ଭଳିଆ ସମାନେ ସୁନ୍ଦରରେ ଜାଣିଲି ସବୁ ଦେବତା ମାନଙ୍କର ଶତ୍ରୁ କେବଳ ଆପଣ ମୋର ମିତ୍ର ଆପଣଙ୍କୁ ନାରଦ କହିଲେ ଇଏ ମୋ ଦାଢି ବୁଲଉଥିଲା ଏପର୍ଯ୍ୟନ୍ତ ମୁଣ୍ଡିଆ ମାରିନି ଏଇଟା ମୁଣ୍ଡିଆ ମାରି ଆଜି ରାତି ସାରା ମୋତେ ପ୍ରଣାମ କରି ଏଇ ହଉଛି ପ୍ଲାନ ଦେଖନ୍ତୁ ଆଜ୍ଞା କେମିତି ଆପଣ ରାଗି କରି ଅର୍ଥ ଦ୍ୱାରା ଆପଣ କ୍ରୋଧ ଦ୍ୱାରା ବଳ ଦ୍ୱାରା ମଣିଷକୁ ସନ୍ତୁଷ୍ଟ କରିପାରିବେ ପରୀକ୍ଷା କରନ୍ତୁ ଜିହ୍ବା ଏଇ ଜିହ୍ବା ଦ୍ୱାରା ମିତ୍ରବାଦ ଜିହ୍ୱାଗ୍ରେ ବସତେ ଲକ୍ଷ୍ମୀ ଆଉ ଲକ୍ଷ୍ମୀ ବାସ କରନ୍ତି କଥା ଜିହ୍ୱାଗ୍ରେ ମିତ୍ରବାଦ ଜିହ୍ୱାଗ୍ରେ କଳହ ଜିହ୍ୱାଗ୍ରେ ମରଣ ଦିବସ ଏଇ ଜିହ୍ବା ଦ୍ୱାରା ମରଣ ପରୀକ୍ଷା ହସିଦେଲେ ନାରଦ କହିଲେ ଠିକ ଅଛି ବା 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 ଜଳନ୍ଧର ସବୁ ଭଲ ହେଲେ ଗୋଟିଏ କଥା ତ ତୋ ରାଜ୍ୟରେ ନାହିଁ ସନ୍ଦେହ କହିଲେ କଣ ନାହିଁ ନା ଗୋଟିଏ ରତ୍ନ ସବୁ ରତ୍ନରେ ବିଭୂଷିତ ତୋ ରାଜ୍ୟ ଏକ ରତ୍ନ ତୋ ରାଜ୍ୟରେ ଅଭାବ ମନେ ଶୁଣୁଥିବୁ ତୁ ହି ହାତ ଜଳ ଧାରା ତୋ ରାଜ୍ୟରେ ଗୋଟିଏ ରତ୍ନ ସବୁ ରତ୍ନ ଅଛି ହେଲେ ଗୋଟିଏ ରତ୍ନ ଦେଖୁଛେ ତ ସେ ରତ୍ନ ନାହିଁ ଆଉ ସବୁ ରତ୍ନ ଅଛି କେଉଁ ରତ୍ନ ମୁଁ ରାଜ୍ୟରେ ପୁଣି କେଉଁ ରତ୍ନ କୋଉ ରତ୍ନ
ମୁଁ ଆପଣଙ୍କୁ ପ୍ରଣାମ ହଉଛି କୁହନ୍ତୁ କେଉଁ ରତ୍ନ ଭାବ ପ୍ରଣାମ ହଉଛି ଦିଥର ମୁଣ୍ଡିଆ ମାରିବ ନାରଦ ତ କଳିମଣି ଛାଡିଛନ୍ତି କୋଉ ରତ୍ନଟା ଅଭାବ ଆଜ୍ଞା କହିଦେଲେ କଲେ ତୋ ରାଜ୍ୟରେ ନାରୀ ରତ୍ନ ଅଭାବ ଆହା ନାରୀ ରତ୍ନ ପୂର୍ଣ୍ଣ କରିବ ସୁଡ଼ବ କଥା ତୋ ରାଜ୍ୟରେ ଗୋଟିଏ ରତ୍ନ ଅଭାବ ସେ ହଉଛି ନାରୀ ରତ୍ନ ଦେବଦତ୍ତୀ ମୋ ରାଜ୍ୟରେ ନାରୀ ରତ୍ନ ଅଭାବ ମୋ ସ୍ତ୍ରୀ ବୃନ୍ଦା ସେ ହଉଛି ନାରୀ ରତ୍ନ ନାହିଁ ବୃନ୍ଦାବତୀ ନାରୀ ରତ୍ନ ନାହିଁ ନାଇଁ ଆଜ୍ଞା ତାହେଲେ ମୋ ଭଉଣୀ ଲକ୍ଷ୍ମୀ ନା ନାରୀ ରତ୍ନ ନୁହେଁ ଦେବଦତ୍ତୀ ମୋ ସ୍ତ୍ରୀ ନୁହେଁ କି ଭଉଣୀ ନୁହେଁ ତାହେଲେ ସେ ନାରୀ ରତ୍ନ କିଏ ଆଜ୍ଞା ଲକ୍ଷ୍ମୀ ନାରୀ ରତ୍ନ ମୋ ମା ମାନେ ପୁରାଣ ଶୁଣୁଛ ନାରୀ ରତ୍ନ କିଏ ସତ୍ୟରେ ଚଳ ନାରୀ ରତ୍ନ ସତ୍ୟରେ ଚଳ ତ୍ରେତୟାରେ ଚଳ ଦ୍ୱାପରରେ ଚଳ କଳିରେ ତ କଳିରେ କିଏ କେମିତି ଗଡେଇ ଗଡେଇ କଥା ଟିକେ ନଉଛି କହିଲା ମୋ ସ୍ତ୍ରୀ ସତ୍ୟରେ କିଏ ମୋ ମା ମାନେ ତ୍ରେତୟାରେ କିଏ ନାରୀ ରତ୍ନ ଜଣେ ସତ୍ୟରେ କିଏ ଆଜି କହିଲେ ନାରଦ କହିଲେ ହେ ରାଜା ଜଳନ୍ଧର ଟିକେ ଶୁଣ ତୋ ସ୍ତ୍ରୀ